ଆକାଶବାଣୀ। ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଗଗନଯାନ କ୍ରୁ ମଡ୍ୟୁଲର 3ଟି ପ୍ରମୁଖ ପରୀକ୍ଷା ସଫଳତାର ସହ ଶେଷ ହୋଇଥିବା ଇସ୍ରୋର ସୂଚନା। ଦେଶରେ ସମାବେଶୀ ବିକାଶକୁ ସୁଦୃଢ଼ କରିବା ଲକ୍ଷ୍ୟରେ ଆଜିଠାରୁ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯିବେ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ। ଇରାନ ଉପରେ ପୁଣିଥରେ ଆମେରିକାର ସାମରିକ କାର୍ଯ୍ୟାନୁଷ୍ଠାନ। କତାରର ପୂର୍ବତନ ଅମିର ଶେଖଙ୍କ ପରଲୋକରେ ଭାରତରେ ଆଜି ଦିନିକିଆ ରାଷ୍ଟ୍ରୀୟ ଶୋକ। ଏବଂ ଫିଫା ବିଶ୍ୱକପ୍ରେ ଆସନ୍ତା ବୁଧବାର ଖେଳାଯିବ ଫ୍ରାନ୍ସ ଓ ସ୍ପେନ୍ ମଧ୍ୟରେ ପ୍ରଥମ ସେମିଫାଇନାଲ। ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ ଇସ୍ରୋର ସୂଚନା ଅନୁଯାୟୀ ଗଗନଯାନ କ୍ରୁ ମଡ୍ୟୁଲର 3ଟି ପ୍ରମୁଖ ପରୀକ୍ଷା ସଫଳତାର ସହ ଶେଷ ହୋଇଛି। କ୍ରୁ ମଡ୍ୟୁଲ ସମୁଦ୍ର ମଧ୍ୟରେ ପଡ଼ିବା ପରେ ଯେଭଳି ସିଧା ହୋଇପାରିବ ସେ ନେଇ ପରୀକ୍ଷଣ ସଫଳ ହୋଇଛି। ଏଥିଲାଗି ଇସ୍ରୋ ପକ୍ଷରୁ ଥଣ୍ଡା ଗ୍ୟାସ୍ ଆଧାରିତ ବ୍ୟବସ୍ଥା ବିକଶିତ କରାଯାଇଛି। ଦ୍ୱିତୀୟ ପରୀକ୍ଷଣରେ କ୍ରୁ ମଡ୍ୟୁଲର ଉଭୟ ଅଂଶକୁ ନିର୍ଦ୍ଧାରିତ ସମୟରେ ଅଲଗା କରି ଶକ୍ତି ଯୋଗାଣ ସୁନିଶ୍ଚିତ କରିବା ଏବଂ ତୃତୀୟ ପରୀକ୍ଷଣରେ କ୍ରୁ ମଡ୍ୟୁଲର ଅଲଗା ହେବା ସମୟରେ ସଂରଚନା ସମନ୍ୱୟର ସଠିକ୍ ପରିଚାଳନା ହୋଇଥିବା ଇସ୍ରୋ ପକ୍ଷରୁ କୁହାଯାଇଛି। ଏକ ଉଚ୍ଚସ୍ତରୀୟ ଭାରତୀୟ ପ୍ରତିନିଧି ଦଳ ଆଜିଠାରୁ ଆସନ୍ତା 17 ତାରିଖ ପର୍ଯ୍ୟନ୍ତ ସ୍ପେନ୍, ବେଲଜିୟମ୍ ଏବଂ ଫିନଲାଣ୍ଡ ଗସ୍ତ କରିବେ। କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋୟଲ ଏହି ପ୍ରତିନିଧି ଦଳର ନେତୃତ୍ୱ ନେଉଛନ୍ତି। ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଏହି ଗସ୍ତର ଉଦ୍ଦେଶ୍ୟ ହେଉଛି ବ୍ୟବସାୟ, ନିବେଶ, ପ୍ରଯୁକ୍ତିବିଦ୍ୟା, ନବସୃଜନ ଏବଂ ସମାବେଶୀ ବିକାଶ ଆଧାରିତ ଭାରତ ୟୁରୋପ ଭାଗିଦାରିତାକୁ ସୁଦୃଢ଼ କରିବା। ଗସ୍ତର ପ୍ରଥମ ପର୍ଯ୍ୟାୟରେ ଶ୍ରୀ ଗୋୟଲ ଆଜି ସ୍ପେନ୍ରେ ପହଞ୍ଚିବା ପରେ ସେଠାକାର ଚାମ୍ବର ଅଫ୍ କମର୍ସର ବ୍ୟବସାୟିକ ଗୋଲଟେବୁଲ ବୈଠକରେ ଯୋଗଦେବେ। ବୈଠକରେ ସ୍ପେନ୍ ଏବଂ ଭାରତର ଶିଳ୍ପ ନେତାମାନେ ନବୀକରଣୀୟ ଶକ୍ତି, ରେଳବାଇ, କୃତ୍ରିମ ବୁଦ୍ଧିମତ୍ତା, ସେମିକଣ୍ଡକ୍ଟର, ଖାଦ୍ୟ ପ୍ରକ୍ରିୟାକରଣ ସମେତ ବିଭିନ୍ନ କ୍ଷେତ୍ରରେ ସୁଯୋଗ ଅନୁସନ୍ଧାନ କରିବା ଲାଗି ଭାବ ବିନିମୟ କରିବେ। ଆସନ୍ତା 14 ଓ 15 ତାରିଖରେ ମନ୍ତ୍ରୀ ଶ୍ରୀ ଗୋୟଲ ବେଲଜିୟମ୍ ଗସ୍ତ କରି ସେଠାକାର ବିଭିନ୍ନ ଶିଳ୍ପ ଓ ବ୍ୟବସାୟିକ ଗୋଷ୍ଠୀ ସହ ଦ୍ୱିପାକ୍ଷିକ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। 16 ଏବଂ 17 ତାରିଖରେ ଶ୍ରୀ ଗୋୟଲ ଫିନଲାଣ୍ଡ ଗସ୍ତ କରିବେ। ସେଠାରେ ଅନୁଷ୍ଠିତ ହେବାକୁ ଥିବା ଭାରତ ଫିନଲାଣ୍ଡ ବ୍ୟବସାୟିକ ଗୋଲଟେବୁଲ ବୈଠକରେ ସେ ଭାଗ ନେବେ। ଏହି ଗସ୍ତ କାଳରେ ଶ୍ରୀ ଗୋୟଲ ଫିନଲାଣ୍ଡର କେତେକ କମ୍ପାନୀ ଓ ଗବେଷଣା ପ୍ରତିଷ୍ଠାନ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ଗୁଜରାଟ ଗାନ୍ଧୀନଗରଠାରେ କୃଷି ଉତ୍ପାଦକ ବଜାର କମିଟିର ଅମୃତ ମହୋତ୍ସବରେ ଯୋଗଦେଇ କେନ୍ଦ୍ର ସମବାୟ ମନ୍ତ୍ରୀ ଅମିତ ଶାହା ଆଜି ନୂଆ ପରିବା ମଣ୍ଡି ଉଦ୍ଘାଟନ କରିବେ। ମନ୍ତ୍ରଣାଳୟ ସୂଚନା ଅନୁଯାୟୀ ଶ୍ରୀ ଶାହା ଏକ ପେଡ୍ ମା କେ ନାମ ଅଭିଯାନରେ ଚାରା ରୋପଣ କରିବା ସହ ଏକ ସ୍ମରଣିକା ଉନ୍ମୋଚନ କରିବେ। କେନ୍ଦ୍ର ଶ୍ରମ ଓ ନିୟୋଜନ ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡବ୍ୟ ଆସନ୍ତାକାଲି ସମଗ୍ର ଦେଶରେ 668 କୋଟି ଟଙ୍କା ମୂଲ୍ୟର 7ଟି କର୍ମଚାରୀ ରାଜ୍ୟ ବୀମା ଇଏସ୍ଆଇ ସ୍ୱାସ୍ଥ୍ୟସେବା ପ୍ରକଳ୍ପ ଉଦ୍ଘାଟନ କରିବେ। ଏହି ପ୍ରକଳ୍ପଗୁଡ଼ିକ ମଧ୍ୟରେ ତେଲେଙ୍ଗାନାର ସନତ ନଗର ସ୍ଥିତ ଇଏସ୍ଆଇ ହସ୍ପିଟାଲର ବହିର୍ବିଭାଗ, ଆସାମର ବେଲତୋଲଠାରେ 200 ଶଯ୍ୟା ବିଶିଷ୍ଟ ଇଏସ୍ଆଇ ହସ୍ପିଟାଲର ଉନ୍ନତୀକରଣ, ତାମିଲନାଡୁର ଶ୍ରୀ ପେରୁମ୍ବୁଦୁର ସ୍ଥିତ 100 ଶଯ୍ୟା ବିଶିଷ୍ଟ ଇଏସ୍ଆଇ ହସ୍ପିଟାଲ ଏବଂ ଆନ୍ଧ୍ରପ୍ରଦେଶର ରାଜା ମହେନ୍ଦ୍ରଭରମ, ଗୁଜରାଟ, ରାଜସ୍ଥାନର କୋଟା ଏବଂ ଭବାନୀ ମଣ୍ଡିରେ ଇଏସ୍ଆଇ ଡାକ୍ତରଖାନା ରହିଛି। ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଏହି ସ୍ୱାସ୍ଥ୍ୟସେବା ପ୍ରକଳ୍ପ ଦ୍ୱାରା ଦେଶର ପ୍ରାୟ 53 ଲକ୍ଷ ହିତାଧିକାରୀ ଚିକିତ୍ସା ସେବା ପାଇପାରିବେ। ଏହି ଅବସରରେ ଡକ୍ଟର ମାଣ୍ଡବ୍ୟ ଚିକିତ୍ସା ସେବା ପ୍ରକଳ୍ପରେ ନିୟୋଜିତ ଥିବା ନିର୍ମାଣକାରୀ ଶ୍ରମିକମାନଙ୍କୁ ସମ୍ବର୍ଦ୍ଧିତ କରିବେ। ସେ ମଧ୍ୟ ଇଏସ୍ଆଇ ହିତାଧିକାରୀମାନଙ୍କୁ ଆର୍ଥିକ ସହାୟତା ରାଶି ପ୍ରଦାନ କରିବାର କାର୍ଯ୍ୟସୂଚୀ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା 26 ତାରିଖ ରବିବାର ଦିନ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଜନସାଧାରଣଙ୍କ ସହ ଭାବ ବିନିମୟ କରିବେ। ଏହା ହେବ ତାଙ୍କର ମାସିକ ରେଡିଓ ମନ୍ କି ବାତ୍ କାର୍ଯ୍ୟକ୍ରମର 136ତମ ସଂସ୍କରଣ। ଏଥିପାଇଁ ପ୍ରଧାନମନ୍ତ୍ରୀ ଲୋକମାନଙ୍କୁ ସେମାନଙ୍କର ମତାମତ ଦେବାକୁ ଅନୁରୋଧ କରିଛନ୍ତି। ଜନସାଧାରଣ ନମୋ ଆପ୍ ଓ ମାଇ ଗଭ୍ ପୋର୍ଟାଲରେ ସେମାନଙ୍କ ମତାମତ ଦେଇପାରିବେ। ଏହା ବ୍ୟତୀତ ସେମାନେ 1800-11-7800 ନମ୍ବର ଡାଏଲ କରି ସେମାନଙ୍କ ମତାମତ ରେକର୍ଡ କରାଇପାରିବେ। ସେମାନେ ମଧ୍ୟ 1922କୁ ମିସ୍ଡ କଲ୍ ଦେଇ SMS ଅନୁସାରେ ନିଜର ମତାମତ ଆସନ୍ତା 24 ତାରିଖ ମଧ୍ୟରେ ପଠାଇ ପାରିବେ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଆମେରିକା ପୁଣି ଇରାନ ଉପରେ ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ହର୍ମୁଜ ପ୍ରଣାଳୀରେ ବାଣିଜ୍ୟିକ ଜାହାଜଗୁଡ଼ିକ ଉପରେ ଇରାନର ଆକ୍ରମଣର ଜବାବରେ ଆମେରିକା ଆକ୍ରମଣ କରୁଥିବା ସେଠାକାର କେନ୍ଦ୍ରୀୟ କମାଣ୍ଡ ପକ୍ଷରୁ ସୂଚନା ଦିଆଯାଇଛି। ଏହି ଆକ୍ରମଣ ଯୋଗୁଁ ମଧ୍ୟପ୍ରାଚ୍ୟ ଅଞ୍ଚଳରେ ପରିବେଶ ଅଶାନ୍ତ ହୋଇଛି।
ଇରାନର ପ୍ରେସ୍ ଟିଭି ଅନୁଯାୟୀ ସେଠାକାର ଜାସ୍କ, ବନ୍ଦର ଆବାସ ଏବଂ ସିରିକ୍ ଅଞ୍ଚଳରେ ଭୟଙ୍କର ବିସ୍ଫୋରଣ ଘଟିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ହର୍ମୁଜ ପ୍ରଣାଳୀ ବାଣିଜ୍ୟିକ ଜାହାଜଗୁଡ଼ିକ ପାଇଁ ଖୋଲା ରହିଛି। ଶ୍ରୀ ଟ୍ରମ୍ପ କହିଛନ୍ତି ଇରାନର ସାମରିକ ବାହିନୀ ପକ୍ଷରୁ ବାଣିଜ୍ୟିକ ଜାହାଜଗୁଡ଼ିକ ଉପରେ ଆକ୍ରମଣ ଫଳରେ ଉଭୟ ଦେଶ ମଧ୍ୟରେ ହୋଇଥିବା କୂଟନୈତିକ ବୁଝାମଣା ସମ୍ପୂର୍ଣ୍ଣ ଭାବେ ମୂଲ୍ୟହୀନ ହୋଇପଡ଼ିଛି। ତେବେ ଇରାନର ଏଭଳି ପଦକ୍ଷେପର ଆମେରିକା ସେନା ଦୃଢ଼ ଭାବେ ଜବାବ ଦେଉଥିବା ଶ୍ରୀ ଟ୍ରମ୍ପ କହିଛନ୍ତି। ଇରାନ ଓ ଆମେରିକା ମଧ୍ୟରେ ପୁଣି ଦେଖାଦେଇଥିବା ଯୁଦ୍ଧଭଳି ପରିସ୍ଥିତି ନେଇ ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସ୍ ଚିନ୍ତା ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି ଏଭଳି ଆକ୍ରମଣ ଜାରି ରହିଲେ ଆଞ୍ଚଳିକ ତଥା ବିଶ୍ୱ ସ୍ତରରେ ବହୁ ଅସୁବିଧା ଦେଖାଦେବ। ଉଭୟ ଦେଶକୁ ସଂଯମତା ରକ୍ଷା କରି କୂଟନୈତିକ ଜରିଆରେ ସମାଧାନର ସୂତ୍ର ବାହାର କରିବାକୁ ଶ୍ରୀ ଗୁଟେରସ୍ ଆହ୍ୱାନ ଦେଇଛନ୍ତି। କତାରର ପୂର୍ବତନ ଅମିର ଶେଖ୍ ହମଦ ବିନ୍ ଖଲିଫା ଅଲ୍ ଥାନିଙ୍କ ପରଲୋକରେ ଆଜି ଭାରତ ଦିନିକିଆ ରାଷ୍ଟ୍ରୀୟ ଶୋକ ପାଳନ କରୁଛି। ଗତକାଲି ଅଲ୍ ଥାନିଙ୍କ ପରଲୋକ ହୋଇଥିଲା। ରାଷ୍ଟ୍ରୀୟ ଶୋକ ପାଳନ ଅବସରରେ ସାରା ଦେଶରେ ଜାତୀୟ ପତାକା ଅର୍ଦ୍ଧନମିତ ରହିବ। ଆଜି କୌଣସି ମନୋରଞ୍ଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ନାହିଁ। ପୂର୍ବତନ ଅମିର ଶେଖ୍ ହମଦ ବିନ୍ ଖଲିଫାଙ୍କ ପରଲୋକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଭୀର ଶୋକ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଅଲ୍ଥାନି ଜଣେ ଦୂରଦୃଷ୍ଟି ସମ୍ପନ୍ନ ନେତା ଥିଲେ, ଯିଏ କତାରର ବିକାଶ ଓ ସମୃଦ୍ଧିକୁ ନୂତନ ଶିଖରରେ ପହଞ୍ଚାଇ ପାରିଥିଲେ। ବୈଦେଶିକ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଆଜି ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ୍ ରିଜିଜୁ ଭାରତ ସରକାରଙ୍କ ପକ୍ଷରୁ ଶୋକବାର୍ତ୍ତା ନେଇ କତାର ଗସ୍ତ କରିବେ। ଥାଇଲ୍ୟାଣ୍ଡ ରାଜଧାନୀ ବ୍ୟାଙ୍କକ୍ର ଏକ ବାର୍ରେ ଅଗ୍ନିକାଣ୍ଡ ଘଟି 27 ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ 18 ଜଣ ମହିଳା ଅଛନ୍ତି। ଏହି ଦୁର୍ଘଟଣାରେ 60ରୁ ଅଧିକ ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗତ ମଧ୍ୟରାତ୍ରିରେ ଘଟିଥିବା ଏହି ଘଟଣାରେ ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ କରାଯାଇଛି। ଘଟଣାର ତଦନ୍ତ ଆରମ୍ଭ ହୋଇଛି। କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ମାଇଁ ଭାରତ ଅଧୀନରେ ଦେଶବ୍ୟାପୀ ବିକଶିତ ଭାରତ ପାଇଁ ନିଶାମୁକ୍ତ ଯୁବପିଢ଼ି ଅଭିଯାନର ତୃତୀୟ ପର୍ଯ୍ୟାୟ ଆରମ୍ଭ କରିଛି। ଏହି ଅଭିଯାନ ଅଧୀନରେ ଦେଶବ୍ୟାପୀ 3ଟି ସ୍ତରରେ ବିଭିନ୍ନ ପ୍ରତିଯୋଗିତା ଆୟୋଜନ କରାଯିବ। ପ୍ରତିଯୋଗିତା ଜିଲ୍ଲା ସ୍ତରରୁ ରାଜ୍ୟ ସ୍ତର ଓ ଜାତୀୟ ସ୍ତର ପର୍ଯ୍ୟନ୍ତ ଚାଲିବ। ଚଳିତ ମାସ 24ରୁ 27 ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ପ୍ରତିଯୋଗିତାଗୁଡ଼ିକ ପାଇଁ ଆଜିଠାରୁ ମାଇଁ ଭାରତ ପୋର୍ଟାଲରେ ପଞ୍ଜୀକରଣ ଆରମ୍ଭ ହେବ। ଏହି ପ୍ରତିଯୋଗିତାଗୁଡ଼ିକର ଫାଇନାଲ ଆସନ୍ତା ମାସ 12 ତାରିଖରେ ନୂଆଦିଲ୍ଲୀରେ ହେବ। ନୃତ୍ୟ, ସଙ୍ଗୀତ, ରିଲ୍ସ ଏବଂ କ୍ଷୁଦ୍ର ଚଳଚ୍ଚିତ୍ର, ନୁକ୍କଡ଼ ନାଟକ ଓ କବିତା ଆଦି ପର୍ଯ୍ୟାୟରେ 15ରୁ 29 ବର୍ଷ ବୟସର ଛାତ୍ରଛାତ୍ରୀମାନେ ଏଥିରେ ଅଂଶଗ୍ରହଣ କରିପାରିବେ। କଲମ୍ବିଆର ବୁକାରାମାଙ୍ଗାଠାରେ ଚଳିତ ମାସ 4ରୁ 12 ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ 56ତମ ଆନ୍ତର୍ଜାତିକ ଫିଜିକ୍ସ ଅଲିମ୍ପିଆଡରେ ଭାରତର 5 ଜଣ ଛାତ୍ରଛାତ୍ରୀ ସ୍ୱର୍ଣ୍ଣପଦକ ହାସଲ କରିଛନ୍ତି। ଏହି ଯୁବ ପଦାର୍ଥବିଜ୍ଞାନୀମାନେ ଅଲିମ୍ପିଆଡରେ ଉନ୍ନତ ପ୍ରଦର୍ଶନ କରିଥିଲେ। ଏହି ଅଲିମ୍ପିଆଡରେ 87ଟି ଦେଶରୁ 381 ଜଣ ଛାତ୍ରଛାତ୍ରୀ ଭାଗ ନେଇଥିବା ବେଳେ ଭାରତ ମିଳିତ ଭାବେ ରୁଷ, ଚୀନ, କାଜାଖସ୍ତାନ, ଦକ୍ଷିଣ କୋରିଆ ଓ ତାଇୱାନ ସହ ପ୍ରଥମ ସ୍ଥାନ ଅଧିକାର କରିଛି। ମଧ୍ୟପ୍ରଦେଶର ଭୋପାଳରେ ଆଜିଠାରୁ ଏମ୍ପି ଟେକ୍ ଗ୍ରୋଥ ସମ୍ମିଳନୀର ତୃତୀୟ ସଂସ୍କରଣ ଆରମ୍ଭ ହେବ। ମୁଖ୍ୟମନ୍ତ୍ରୀ ଡକ୍ଟର ମୋହନ ଯାଦବ ଏହି ସମ୍ମିଳନୀକୁ ଉଦ୍ଘାଟନ କରିବେ। ସମ୍ମିଳନୀର ଉଦ୍ଦେଶ୍ୟ ହେଉଛି ବିଶ୍ୱ ସାମର୍ଥ୍ୟ କେନ୍ଦ୍ର, ଡାଟା କେନ୍ଦ୍ର ଏବଂ ସେମିକଣ୍ଡକ୍ଟର କ୍ଷେତ୍ରରେ ଅଧିକରୁ ଅଧିକ ପୁଞ୍ଜିନିବେଶ ଆକୃଷ୍ଟ କରିବା। ସମ୍ମିଳନୀରେ ପ୍ରମୁଖ ପ୍ରଯୁକ୍ତିବିଦ୍ୟା କମ୍ପାନୀ, ନିବେଶକ, ଷ୍ଟାର୍ଟଅପ୍, ଭାରତ ମଧ୍ୟରୁ ଓ ବିଦେଶରୁ ଶିଳ୍ପ ଓ ଶିକ୍ଷା ପ୍ରତିଷ୍ଠାନ ପ୍ରତିନିଧିମାନେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଫିଫା ବିଶ୍ୱକପ୍ରେ ଆସନ୍ତା ବୁଧବାର ଭାରତୀୟ ସମୟ ରାତି 12:30ରେ ପ୍ରଥମ ସେମିଫାଇନାଲ ଅନୁଷ୍ଠିତ ହେବ। ଏଥିରେ ଫ୍ରାନ୍ସ ଏବଂ ସ୍ପେନ୍ ମଧ୍ୟରେ ମ୍ୟାଚ୍ ଖେଳାଯିବ। ମୋରୋକୋକୁ କ୍ୱାର୍ଟର ଫାଇନାଲରେ 2-0ରେ ପରାସ୍ତ କରି ଫ୍ରାନ୍ସ ଏବଂ ବେଲଜିୟମକୁ 2-1ରେ ପରାସ୍ତ କରି ସ୍ପେନ୍ ସେମିଫାଇନାଲରେ ପହଞ୍ଚିଛନ୍ତି। ସେହିଭଳି ଦ୍ୱିତୀୟ ସେମିଫାଇନାଲ ଆସନ୍ତା ଗୁରୁବାର ଦିନ ଖେଳାଯିବ। ଇଂଲଣ୍ଡ ଏବଂ ଆର୍ଜେଣ୍ଟିନା ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ଇଂଲଣ୍ଡ 2-1ରେ ନରୱେକୁ ଏବଂ ଆର୍ଜେଣ୍ଟିନା 3-1ରେ ସୁଇଜରଲ୍ୟାଣ୍ଡକୁ ପରାସ୍ତ କରି ସେମିଫାଇନାଲକୁ ଉନ୍ନୀତ ହୋଇଛନ୍ତି। ଆସନ୍ତା 20 ତାରିଖରେ ନ୍ୟୁ ଜର୍ସି ଷ୍ଟାଡିୟମରେ 2 ସେମିଫାଇନାଲ ବିଜେତାଙ୍କ ମଧ୍ୟରେ ଫାଇନାଲ ମ୍ୟାଚ୍ ଖେଳାଯିବ। 19 ତାରିଖରେ ମିଆମିଠାରେ ତୃତୀୟ ସ୍ଥାନ ପାଇଁ ମ୍ୟାଚ୍ ଅନୁଷ୍ଠିତ ହେବ। ଇଟାଲୀର ଶ୍ରେଷ୍ଠ ମାନ୍ୟତାପ୍ରାପ୍ତ ଖେଳାଳି ଜାନିକ୍ ସିନର ପୁରୁଷ ଏକକ ପ୍ରତିଯୋଗିତାରେ ଜର୍ମାନୀର ଆଲେକ୍ଜାଣ୍ଡର ଜେଭରମ୍ଙ୍କୁ 6-7, 7-6, 6-3 ଓ 6-4 ସେଟ୍ରେ ପରାସ୍ତ କରି ଟାଇଟଲ ହାସଲ କରିଛନ୍ତି। ଏଥିସହିତ ସିନର କ୍ରମାଗତ ଭାବେ ଦ୍ୱିତୀୟ ଥର ପାଇଁ ୱିମ୍ବଲଡନ୍ ପୁରୁଷ ଏକକ ଟାଇଟଲ ହାସଲ କରିଛନ୍ତି। ଆସନ୍ତା 2ରୁ 3 ଦିନ ପର୍ଯ୍ୟନ୍ତ ଉତ୍ତର ପୂର୍ବ ଭାରତ ସମେତ ପଶ୍ଚିମବଙ୍ଗ, ବିହାରରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି। ବିଭାଗୀୟ ସୂଚନା ଅନୁଯାୟୀ ଆସନ୍ତା 4ରୁ 5 ଦିନ ପର୍ଯ୍ୟନ୍ତ ପୂର୍ବ ଉତ୍ତର ପ୍ରଦେଶର ଅନେକ ସ୍ଥାନରେ ପ୍ରବଳ ବର୍ଷା ଅନୁମାନ କରାଯାଇଛି। ମୁଖ୍ୟ ସମ୍ବାଦ ପୁଣିଥରେ। ଗଗନଯାନ କ୍ରୁ ମଡ୍ୟୁଲର 3ଟି ପ୍ରମୁଖ ପରୀକ୍ଷା ସଫଳତାର ସହ ଶେଷ ହୋଇଥିବା ଇସ୍ରୋର ସୂଚନା। ଦେଶରେ ସମାବେଶୀ ବିକାଶକୁ ସୁଦୃଢ଼ କରିବା ଲକ୍ଷ୍ୟରେ ଆଜିଠାରୁ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯିବେ ବାଣିଜ୍ୟ ଓ ଶିଳ୍ପମନ୍ତ୍ରୀ।
ଇରାନ ଉପରେ ପୁଣି ଥରେ ଆମେରିକାର ସାମରିକ କାର୍ଯ୍ୟାନୁଷ୍ଠାନ। କତାରର ପୂର୍ବତନ ଅମିର ଶେଖଙ୍କ ପରଲୋକରେ ଭାରତରେ ଆଜି ଦିନିକିଆ ରାଷ୍ଟ୍ରୀୟ ଶୋକ ଏବଂ ଫିଫା ବିଶ୍ୱକପରେ ଆସନ୍ତା ବୁଧବାର ଖେଳାଯିବ ଫ୍ରାନ୍ସ ଓ ସ୍ପେନ୍ ମଧ୍ୟରେ ପ୍ରଥମ ସେମିଫାଇନାଲ। ସମ୍ବାଦ ଶେଷ ହେଲା।